ପିଲାମାନେ OAV ଏଣ୍ଟ୍ରାନ୍ସ ରେଜଲ୍ଟର ପବ୍ଲିଶ ଡେଟ୍ ପାଖେଇ ଆସିଲା ହେଲା କି ନାହିଁ। ତ ମନେକର ଏଇଠି ଗୋଟେ ରୋଲ୍ ନମ୍ବର ମୁଁ ଲଗେଇଲି। ଓକେ, ଫାଇଣ୍ଡ ରେଜଲ୍ଟ ଉପରେ କ୍ଲିକ୍ କଲେ ଏଇଟା ଦେଖ ରେଜଲ୍ଟ ଲାଇଭ୍ ନା 9th ଫେବୃଆରୀ। ଠିକ୍ ଅଛି, 9th ଫେବୃଆରୀ ପବ୍ଲିଶ ହେଲେ ତୁମେ ଜାଣିପାରିବ ତ ପାଖାପାଖି 4ଟା ପରେ ପବ୍ଲିଶ ହେବ। ଯଦି 9th ଫେବୃଆରୀ ପବ୍ଲିଶ ନ ହୁଏ ତାହେଲେ ତାର 2ରୁ 3 ଦିନ ଭିତରେ ପବ୍ଲିଶ ନିଶ୍ଚିନ୍ତ ହେବ। ଓକେ, କେମିତି ଦେଖିବ ଆକ୍ଚୁଆଲି এই ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଏଇଟା ମାରିବ BScOdisha.ac.in এই ଯେଉଁ ୱେବସାଇଟ୍ଟା ଅଛି এই ୱେବସାଇଟ୍କୁ ଭିଜିଟ୍ କରିବାକୁ ପଡ଼ିବ ତୁମକୁ। ୱେବସାଇଟ୍ এইটা BScOdisha.ac.in ଏଇଠି ଭିଜିଟ୍ କରିବ ଏଇଟାକୁ। ଏଇଟା ଦେଖିବ ଲେଖା ହେଉଛି ରୋଲିଂ ଚାଲିଛି ହେଲା। ଏଇଠି ମାରିଦେବ ରିଡ୍ ମୋର୍ ମାରିଦେଲେ ଏଇଠି ଲାଟେଷ୍ଟ ଅପଡେଟ୍ରେ ସବୁବେଳେ ନୋଟିସ୍ କରୁଥିବ। ଓକେ, ଏଇଠି ଯେତେବେଳେ ପଳେଇ ଆସିବ ଏଇ ଟାଇପ୍ର OAV ଏଣ୍ଟ୍ରାନ୍ସ ଟେଷ୍ଟ ଯେଉଁ ଆଡ଼ମିଟ୍ କାର୍ଡ଼ ଅଛି ଲିଙ୍କ୍, କିନ୍ତୁ OAV ଏଣ୍ଟ୍ରାନ୍ସ ଟେଷ୍ଟର ରେଜଲ୍ଟ ଆସିବ 2026 ଲେଖା ହେଇଥିବ। ତ ସେଇ ଲିଙ୍କ୍ ଉପରେ କ୍ଲିକ୍ କରିବ ତ ଏଇ ଟାଇପ୍ର ସମଥିଙ୍ଗ ଇଣ୍ଟରଫେସ୍ ଖୋଲିବ। ଓକେ, ତ ସେଇଠି ନିଜର ରୋଲ୍ ନମ୍ବର କ୍ଲିକ୍ କରିକି ଫାଇଣ୍ଡ ରେଜଲ୍ଟ ଉପରେ କ୍ଲିକ୍ କଲେ ସେ ପବ୍ଲିଶ ହେଇଯିବ, ମାନେ ରେଜଲ୍ଟ ତୁମକୁ ଦେଖେଇଦେବ। ଠିକ୍ ଅଛି, କିଛି ବ୍ୟସ୍ତ ହେବାର ନାହିଁ, ନିଶ୍ଚିନ୍ତ ପବ୍ଲିଶ ହେବ। ଓକେ, ପିଲାମାନେ ଆଜି ଆମେ ଡିସ୍କସନ୍ କରିବା ଗତ ବର୍ଷର କଟ୍ ଅଫ୍ କେତେ ଯାଇଥିଲା ଏବଂ ଗତ ବର୍ଷର ର୍ୟାଙ୍କ ଲିଷ୍ଟ ବିଷୟରେ ଡିସ୍କସନ୍ କରିବା, ତା ସହିତ ଏଇ ବର୍ଷ କଟ୍ ଅଫ୍ କେତେ ଯିବ। ଠିକ୍ ଅଛି, ତ ମନେ ରଖିଥାନ୍ତୁ ଯେହେତୁ ଏଇ ବର୍ଷ କ୍ୱେଶ୍ଚନ୍ ବହୁତ ସହଜ ଥିଲା, ତେଣୁ ଗତ ବର୍ଷ ଅପେକ୍ଷା କଟ୍ ଅଫ୍ ନିଶ୍ଚିନ୍ତ ଅଧିକା ଯିବ, 4-5 ମାର୍କ ଅଧିକା କଟ୍ ଅଫ୍ ଆସିବ। ଠିକ୍ ଅଛି, କାରଣଟା ହେଉଛି ଏଇ ବର୍ଷ କ୍ୱେଶ୍ଚନ୍ ବହୁତ ସହଜ ଥିଲା। ଓକେ, ତ ଆମେ ଡିସ୍କସନ୍ କରିବା ପୂର୍ବରୁ ଗୋଟେ ଇମ୍ପୋର୍ଟାଣ୍ଟ କଥା କହି ରଖୁଛି, ଆମେ ମଧ୍ୟ OAVରେ ସିଲେକ୍ଟେଡ୍ ହେଇଥିବା ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ପଢ଼ାଉ। ତ ସିମ୍ପଲ୍ ପୁରା ପିଓର ଓଡ଼ିଆ ବ୍ୟାକଗ୍ରାଉଣ୍ଡରୁ ଆସିକି ଆମ ପାଖରେ ଅନଲାଇନ୍ରେ ପଢ଼ିକି ତ ପିଲାମାନେ ଦେଖନ୍ତୁ କେତେ ଭଲ ସ୍କୋର କରିଛନ୍ତି। ଠିକ୍ ଅଛି, ଦେଖନ୍ତୁ ଏଇ ଯେଉଁ ପିଲାମାନେ 2024ର ଏଇଟା ହେଉଛି ମୁଁ 5 ଇୟର୍ସ ହେଲା ପଢ଼ଉଛି, ଏଇଟା ହେଉଛି 24-25ର ହାଫ୍ ଇୟର୍ଲି ରେଜଲ୍ଟ। ନବୋଦୟରେ ସିଲେକ୍ଟେଡ୍ ହେଇଥିବା ପିଲାମାନେ ଏଠି ଗତ ବର୍ଷର ଆନୁଆଲ୍ ଏକ୍ଜାମ୍ ରିପୋର୍ଟ, ଏଇଟା ହେଉଛି ପିଲାମାନଙ୍କର ରିପୋର୍ଟ ହେଲା କି ସବୁ ଅଥେଣ୍ଟିକ୍ ରିପୋର୍ଟ। ଏଇଟା 24ର ଆନୁଆଲ୍ ଏକ୍ଜାମ୍ ରେଜଲ୍ଟ। ଓକେ, ତେଣୁ ଆମେ ପିଲାମାନଙ୍କର ସେଇ ବେସିକ୍ ଜିନିଷଟା କ୍ଲିୟର କରୁଛୁ, ଯେଉଁଥିପାଇଁ ପିଲାମାନେ ଭଲ ପରଫର୍ମାନ୍ସ କରୁଛନ୍ତି। ତ ଆପଣଙ୍କ ପିଲା ଏଇ ବର୍ଷ ସିଲେକ୍ସନ୍ ହେଲେ ନିଶ୍ଚିତ ଆମ ପାଖରେ ଜଏନ୍ କରିପାରିବେ। ଏଠି ମଧ୍ୟ ଅନଲାଇନ୍ ବ୍ୟାଚ୍ର କଣ୍ଟାକ୍ଟ ନମ୍ବର ଦିଆହେଇଛି 9439220537। ଏଇ ନମ୍ବରରେ ହ୍ୱାଟ୍ସଆପ୍ ଅଛି, ତା ସହିତ ଆପଣ କଣ୍ଟାକ୍ଟ ବି କରିପାରିବେ, ହ୍ୱାଟ୍ସଆପ୍ ମେସେଜ୍ କରିପାରିବେ। ନିଶ୍ଚିତ ତାପରେ ଆପଣ ଜଏନିଂ ପ୍ରୋସେସ୍ ବୁଝେଇ ଦିଆଯିବ। ଠିକ୍ ଅଛି, ତ ଏବେ ଆମେ ଡିସ୍କସନ୍ ଆରମ୍ଭ କରିବା। ଓକେ, ତ ଏଇଟା ହେଉଛି ଆପଣଙ୍କର OAV ଦୁଆ ବାଲିକୁଦା ବ୍ଲକ ଜଗତସିଂହପୁର ଡିଷ୍ଟ୍ରିକ୍ଟର ସେସନ୍ ହେଉଛି 25-26, ମାନେ ଗତ ବର୍ଷର କଟ୍ ଅଫ୍। ଓକେ, ସେମାନଙ୍କ ଅନରିଜର୍ଭ କ୍ୟାଟେଗୋରୀର ଭ୍ୟାକେନ୍ସି ଅଛି କେତେ ନା 64 ଭ୍ୟାକେନ୍ସି। ତ ଏଇଟା ଗତ ବର୍ଷର ନାହିଁ, ନୋଟିସ୍ କରନ୍ତୁ ଏଇଠି ଲେଖା ହେଇଛି ଡେଟ୍ ହେଉଛି 19/3/2025ରେ ଏଇଟା ପାସ୍ ହେଇଛି। ତ ଏଇଟା 19/3 ପାସ୍ ହେଇଛି, ମାନେ ଏପ୍ରିଲ ମାସରେ ଆକ୍ଚୁଆଲି ମ୍ୟାକ୍ସିମମ୍ ମାର୍ଚ୍ଚ ଲାଷ୍ଟ ୱିକ୍ରେ ଆସିଛି ଏମାନଙ୍କର ସବୁ ଅଫିସିଆଲ ମେରିଟ୍ ଲିଷ୍ଟ ହେଲା କି ନାହିଁ। ଆପଣ ଡେଟ୍ରୁ ଆପଣ କନଫର୍ମ ହେଇଗଲେ ଏପ୍ରିଲ ମାସ ପାଖାପାଖି ଲାଷ୍ଟ ୱିକ୍ ମାର୍ଚ୍ଚରେ ଆସିଛି। କିନ୍ତୁ ଏଇ ଯେଉଁ ଅଫିସିଆଲ ମେରିଟ୍ ଲିଷ୍ଟ ବାହାରିବା ପୂର୍ବରୁ ଆମେ ମଧ୍ୟ ଗୋଟେ ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ବାହାର କରିଥିଲୁ। ଠିକ୍ ଅଛି, ଏଇଟା ଆମ ଯେଉଁ କୋଚିଂ କ୍ଲାସ୍ ତରଫରୁ। ଏଇଠି ଦେଖନ୍ତୁ ପିଲା ଅଛି, ତା ରୋଲ୍ ନମ୍ବର 2416 ସମଥିଙ୍ଗ ସ୍ୱୟଂଶ୍ରୀ ମହାନ୍ତି। ବର୍ତ୍ତମାନ ତାର ରୋଲ୍ ନମ୍ବରଟା ମୁଁ ସର୍ଚ୍ଚ କରିବି, ଏଇଟା ହେଉଛି ଆମ ଡାଟାବେସ୍ରୁ। ଠିକ୍ ଅଛି, ସେଇଟା ଆମେ ପାଖାପାଖି 1.5 ମାସ ପୂର୍ବରୁ ପବ୍ଲିଶ କରିଥିଲୁ ଏବଂ ପିଲାମାନେ ଜାଣିପାରିଥିଲେ ସେମାନଙ୍କର ସିଲେକ୍ସନ୍ ହେବ କି ନାହିଁ, ବିକଜ ରେଜଲ୍ଟ ବାହାରିଲା ଫେବୃଆରୀ 9, ମାର୍ଚ୍ଚ ଲାଷ୍ଟରେ ଯାଇକି ବାହାରିଲା ମେରିଟ୍ ଲିଷ୍ଟ। ତେଣୁ ସେଇ ଯେଉଁ ପିଲାମାନଙ୍କ ଭିତରେ ଯେଉଁ ପ୍ୟାରେଣ୍ଟସ୍ମାନଙ୍କ ଭିତରେ ଯେଉଁ ଥାଏ କ'ଣ ହେବ କ'ଣ ନାହିଁ, ତ ସେଇଟା ଆମେ ୱିଦିନ୍ ଫ୍ୟୁ ୱିକ୍ସ ଆମେ ମାନେ ପିଲାମାନଙ୍କର ସେ ଯେଉଁ କନଫ୍ୟୁଜନଟା ଆମେ ଦୂର କରିଦେଇଥିଲୁ, ସେ ଯେଉଁ ଓରିନେସ୍ଟା। ତ ଆପଣ ଏଇ ବର୍ଷ ରେଜଲ୍ଟ ବାହାରିଲେ 2024ରେ ମଧ୍ୟ ଆପଣ ର୍ୟାଙ୍କ ଦେଖିପାରିବେ। କେମିତି ଦେଖିବେ, ସେଇଟା ଆପଣଙ୍କୁ ଏଇ ଯେଉଁ ଲେଫ୍ଟ ସାଇଡ଼୍ରେ ଗୋଟେ ଭିଡ଼ିଓ ପ୍ଲେ ହେଉଥିବ, ସେଥିରେ ଆପଣ ଦେଖିପାରିବେ। ଠିକ୍ ଅଛି, ଏଇ ପ୍ରୋସେସ୍ରେ ବର୍ତ୍ତମାନ ଦେଖନ୍ତୁ ଏଇଟା ମୁଁ ସର୍ଚ୍ଚ କଲି। ଓକେ, ସର୍ଚ୍ଚ କଲି, ତখন ଲେଖା ହେଇଛି ଜଗତସିଂହପୁର, ଆପ୍ଲାଇଡ୍ OAV ହେଉଛି OAV ଦୁଆ, ବ୍ଲକ ହେଉଛି ବାଲିକୁଦା ହେଲା କି। ଜେନେରାଲ ଭ୍ୟାକେନ୍ସି 64, ତା ଦେହରୁ ଓମେନ୍ ସିଲେକ୍ସନ୍ ହେବେ 32ଟା, SC ଭ୍ୟାକେନ୍ସି ହେଉଛି 16ଟା, SC ଓମେନ୍ ଭ୍ୟାକେନ୍ସି ଅଛି 8ଟା। ପ୍ରଥମ ପିଲା ଦେଖନ୍ତୁ କେତେ ଆକୁରେଟ୍ ଦେଖନ୍ତୁ, 1 ନମ୍ବରରେ ଅଛି ସ୍ୱୟଂଶ୍ରୀ ମହାନ୍ତି, 2 ନମ୍ବରରେ ଅଛି ରୁଦ୍ରପ୍ରକାଶ ଭୋଳ, ଯେଉଁଟାକି ଆମେ ଅଫିସିଆଲ ମେରିଟ୍ ଲିଷ୍ଟର 1.5 ମାସ ପୂର୍ବରୁ ପବ୍ଲିଶ କରିଥିଲୁ। ଓଡ଼ିଶାରେ ବହୁତ ଲୋକ ଦେଖିକି ମଧ୍ୟ ମାନେ ସେ ଯେଉଁ ଚିନ୍ତାଟା ତାଙ୍କର ଦୂର ହେଇଥିଲା। ଠିକ୍ ଅଛି, ରୁଦ୍ରପ୍ରକାଶ ଭୋଳ ସେକେଣ୍ଡରେ, ଦିବ୍ୟାଶ୍ରୀ ମହାନ୍ତି ଥାର୍ଡ଼ରେ, ପ୍ରତୀକ ବିଶ୍ୱାଳ, ପୁରା ର୍ୟାଙ୍କ ୱାଇଜ୍ କନଫର୍ମ ଦେଖନ୍ତୁ କେତେ। 10 ନମ୍ବର ର୍ୟାଙ୍କରେ କିଏ ଅଛି ବିଶ୍ୱରୂପା ବେହେରା, ଏଠି 10 ନମ୍ବର ର୍ୟାଙ୍କରେ କିଏ ଅଛି ବିଶ୍ୱରୂପା ବେହେରା ହେଲା କି ନାହିଁ।
मनकर देखिए 20 नंबर रैंक रे 20 नंबर रैंक रे किए अच्छी श्रुति स्वयं जेना एठी 20 नंबर रैंक रे किए अच्छी देखिबा तो मैंने श्रुति स्वयं जेना पीडीएफ को देखिए एपटे स्क्रीन को देखिए है कि नहीं तो पीडीएफ टा हूँ ऑफिशियल मेरिट लिस्ट तो 1.5 मास पूर्व आम पब्लिश करते रैंक हूँ जो जोड़ा देखा आपंकर ग्रीन रे ओके तो देखो केते एक्यूरेट रैंक अच्छी 30 रे किए अच्छी निराकार विश्वाल 30 रे किए अच्छी निराकार विश्वाल ऑफिशियल मेरिट लिस्ट पीडीएफ को देखो निराकार विश्वाल अच्छी 30 रे ओके तापर जे आम कोटी की 40 नंबर रैंक को 40 रे किए अच्छी सौम्याराणी बाहिर पीडीएफ को दिखाई बर्तमान यहाँ हूँ 40 रैंक देखो ये आम आम मेरिट लिस्ट बाहर कर 1.5 मंथ्स बिफोर ये 40 रे सौम्याराणी बाहिर ठीक अच्छे पूरा केते एक्यूरेट देखो चेंजेस कौटी हम द चेंजेसटा हूँ क्या ना आपण मैंने जानी जो मानकर आमर सिलेक्शन जो होती गवर्नमेंट एमपीएमएल कोटा ये जो 10टा ये से 10टा पिला एंट्री होती आमर 64 रैंक जाए सिलेक्शन होता ग्रीन माने सिलेक्टेड बट से जो 10टा पिला एंट्री हेले तो से 10टा पिला तल आड़ कटिगले 64 रु कटिगले के अप टू 54 रे ऑफिशियल मेरिट लिस्ट सिलेक्शन होती ऐश्वर्या महांती देखिए 54 आम रैंक रे अच्छी कि नहीं सी 54 सिलेक्शन होती ऐश्वर्या महांती बुझे कि नहीं तो कटअप गला से 37 हूँ जनरल कैटेगरी ये भी कटअप जाइए 37 जाइए आपंकर ऑफिशियल मेरिट लिस्ट 37 जाइए तो ये अनुमान करूँ आम जो 1.5 मास पूर्व पब्लिश करूँ के एक्यूरेट था तो केवल से चेंज लगा ना गवर्नमेंट एमपीएमएल कोटा चेंज है तेणु ये वर्ष रिजल्ट बाहर 2026 बाहर 9 बाहर मेरिट लिस्ट तार किस दिन भितर जदि ठीक ठाक सब चलो रैंक भी बाहर तो आप निजे तार 1.5 मास पूर्व आपंकर जो चिंता थी पिला सिलेक्शन हम कि नहीं दूर करेंगे और केमती जो रैंक देखिए ऑफिशियल मेरिट लिस्ट पूर्व जो साइड जो लेफ्ट साइड जो वीडियो प्ले होची से वीडियो बुझा जाइए सिंपल बुझा तो जाए सिंपल कहूँ तार स्क्रीनशॉट माध्यम आप से प्रोसेस जाएंगे ओएफ एकेडमी ऐप डाउनलोड करके मेरिट लिस्ट सेक्शन विजिट करके देखिपारे ठीक है रिजल्ट बाहरला जाए जहाँ ओके ता पूर्व किसी रैंक आसीपर ना।